ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 27 ଅଗଷ୍ଟ ମଙ୍ଗଳବାର। ଆଜି ରହିଛି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। କାଳିଆ ଯୋଜନା ବଦଳରେ ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା। ତା ସହିତ ରହିଛି ସୁଭଦ୍ରା ଯୋଜନାର ନୂଆ ଗାଇଡଲାଇନ୍ ପୁଣି ଥରେ ଆସିଲା। ଆଉ ଗୋଟିଏ କଥା ହେଲା ରତ୍ନ ଭଣ୍ଡାର ଅଳଙ୍କାର ପୁଣି ଗଣତି ମଣତି ହେବ। 1978 ଲିଷ୍ଟ ସହ ହେବ ମେଳ। ତେଣୁ ଏଇ ଖବର ସବୁ ଦେଖିବା ପାଇଁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, ଆଜିଠାରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସକ୍ରିୟ ମୌସୁମୀ ସହିତ ଦକ୍ଷିଣ ଉତ୍ତର ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜିଠାରୁ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 30 ତାରିଖ ଯାଏଁ ଲଗାତାର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସେଗୁଡ଼ିକ ହେଲା ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି 27 ତାରିଖରେ ବର୍ଷା ନଥିବା ବେଳେ 28, 29, 30 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅଛି ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି ବୋଲି କୁହାଯାଉଛି। ନମ୍ବର 2, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୂମି ପୂଜା ଆଜିଠୁ ଆରମ୍ଭ ହୋଇଛି। ତେବେ ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକଠାରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହୋଇଛି। ପିଲାର ନିର୍ମାଣ ପାଇଁ ଏବେ ଭୂମି ପୂଜା ମଧ୍ୟ ହୋଇଛି। ପ୍ରକଳ୍ପ ପାଇଁ ଭୁବନେଶ୍ୱର କିଡ୍ ଛକଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପାଇଁ ଏବେ ଦିଲ୍ଲୀର ଠିକାଦାର ସଂସ୍ଥା ଏବଂ କର୍ମଚାରୀମାନେ ସ୍ତମ୍ଭ ନିର୍ମାଣ ଲାଗି ଖନନ କରିବାକୁ ଭୂମି ପୂଜା କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱରରେ ଖୁବ୍ ଜଲ୍ଦି ମେଟ୍ରୋ ଟ୍ରେନ୍ ଚାଲିବ, ଯାହା ପାଇଁକି 6,225 ଟଙ୍କା ବିନିଯୋଗରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ 26 କିଲୋମିଟର ମଧ୍ୟରେ ମେଟ୍ରୋ ରେଳ ଲାଇନ୍ ଭିତରେ 20ଟି ରହଣି ଏବଂ ଷ୍ଟେସନ ରହିବ ବୋଲି ଘୋଷଣା କରାଯାଇଛି। ଭୁବନେଶ୍ୱର କଟକକୁ ସଂଯୋଗ କରିବା ପାଇଁ ପରିବହନ କ୍ଷେତ୍ରରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ନମ୍ବର 3, ରାଜଧାନୀରେ ଅବକାରୀ ଚଢ଼ାଉ, ବିପୁଳ ମଦ ଏବଂ ପୋଚ୍ ଜବତ। ତେବେ ରାଜଧାନୀରେ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। କୌଣସି ମଦ ଦୋକାନ ରହିବ ନାହିଁ। ଯେଉଁମାନେ ଅସ୍ଥାୟୀ ମଦ ଦୋକାନ କରିଛନ୍ତି ବା ଦେଶୀ ମଦ ରନ୍ଧା ଚାଲିଛି ତାଙ୍କୁ ସବୁ ମୂଳପୋଛ କରାଯିବ। ତେଣୁ ରାଜଧାନୀ ନୟାପଲ୍ଲୀ, ନୀଳକଣ୍ଠ ନଗରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଘଟଣାସ୍ଥଳରେ ଦେଶୀ ମଦ, ପୋଚ୍ କଞ୍ଚାମାଲ ମଧ୍ୟ ଜବତ କରାଯାଇଛି। ଘର ଭିତରେ ଦେଶୀ ମଦ ରନ୍ଧା ଚାଲିଥିବାର ଦେଖିବାକୁ ମିଳିଥିଲା। ସେଠାରୁ ସେସବୁ ସାମଗ୍ରୀ ଜବତ କରିବା ସହିତ ମଦ, ପୋଚ୍ କଞ୍ଚାମାଲକୁ ନଷ୍ଟ କରିଛି ଅବକାରୀ ବିଭାଗ। କିଛିଦିନ ତଳେ ପୋଲିସ ସାଲିଆ ସାହିରେ ଚଢ଼ାଉ ମଧ୍ୟ କରିଥିଲା। ପ୍ରତିବର୍ଷ ବିଭିନ୍ନ ସମୟରେ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। କାହିଁକି ସେଠାରେ ମଦ ବନ୍ଦ ହୋଇପାରୁନି ତାହା ମଧ୍ୟ ବିସ୍ମିତ କରିଛି। କିନ୍ତୁ ସରକାର ଏବେ ବଦଳିଛନ୍ତି, ଯାହାଫଳରେ ମୂଳପୋଛ କରିବେ ମଦ ବୋଲି କହିଛନ୍ତି। ନମ୍ବର 4, ରାଜଧାନୀରେ ଆରମ୍ଭ ହେଲା ମାଟି ଉଠା। ତେବେ ଆଗକୁ ଦୁର୍ଗାପୂଜା, ଦଶହରା ପର୍ବ ପାଇଁ ଏବେଠୁ ରାଜଧାନୀରେ ବେଶ୍ ସରଗରମ ହୋଇଉଠିଛି। ମୂର୍ତ୍ତି ତିଆରି ପାଇଁ ଅନୁକୂଳ କୁଆଖାଇ ନଦୀ ପଠାରେ ଭିଡ଼ ପରିଲକ୍ଷିତ ହୋଇଛି। ବିଭିନ୍ନ ପୂଜା କମିଟିର ସଦସ୍ୟ ନୂଆଖାଇ ନଦୀ କୂଳରେ ପହଞ୍ଚିଛନ୍ତି। ପାରମ୍ପରିକ ବାଦ୍ୟ ଯନ୍ତ୍ର ଧ୍ୱନିରେ କମ୍ପୁଛି ନଦୀ ପଠା। ଆଉ ପୂଜା ପାଇଁ ଜନ୍ମାଷ୍ଟମୀ ତିଥିରେ ମୂର୍ତ୍ତିକା ଅନୁକୂଳ କରିବେ ପୂଜା କମିଟି। ନୟାପଲ୍ଲୀ, ଶହୀଦନଗର, ଚନ୍ଦ୍ରଶେଖରପୁର ପୂଜା କମିଟିମାନେ ନଦୀ ପଠାରେ ପହଞ୍ଚିଛନ୍ତି। ଆଉ ଏଇଠୁ ମାଟି ସଂଗ୍ରହ ହୋଇ ମୂର୍ତ୍ତି ତିଆରି ହେବ ବୋଲି କୁହାଯାଉଛି। ନମ୍ବର 5, ସୁଭଦ୍ରା ଯୋଜନା, ସରକାର ଆଣିଲେ ନୂଆ ଗାଇଡଲାଇନ୍, ଆଉ ଦ୍ୱନ୍ଦ୍ୱ ହେବ ନାହିଁ। ତେବେ ସୁଭଦ୍ରା ଯୋଜନାର ସବିଶେଷ ନିୟମାବଳୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏବେ ସବିଶେଷ ନିୟମାବଳୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଭଦ୍ରା ଯୋଜନାର ଲକ୍ଷ୍ୟ, ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଅଯୋଗ୍ୟ ମାନଦଣ୍ଡ, ଆବେଦନ ପ୍ରକ୍ରିୟା ଏବଂ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା, ଲାଭ ପାଇବା ପାଇଁ ଆବଶ୍ୟକତା ଏସବୁ ଉପରେ ମୂଲ୍ୟାଙ୍କନ କରି ଏବେ ପରିଚାଳନା କମିଟି ସମ୍ପର୍କରେ ନିୟମାବଳୀ ଉଲ୍ଲେଖ କରିଛନ୍ତି। ତେବେ ସୁଭଦ୍ରା ଯୋଜନା 2ଟି କିସ୍ତିରେ 10,000 ଟଙ୍କା ପ୍ରତି ବର୍ଷକୁ ଆଉ 5 ବର୍ଷରେ 50,000 ଟଙ୍କା ଦିଆଯିବ। ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆଣିବା ପାଇଁ ମୂଳ ଲକ୍ଷ୍ୟ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତେ ଚାହିଁ ରହିଥିଲେ କେଉଁମାନେ ସୁଭଦ୍ରା ଯୋଜନା ଲାଭ ପାଇବେ। ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ମହିଳା ଆବେଦନକାରୀମାନେ ସ୍ଥାୟୀ ବାସିନ୍ଦା ହୋଇଥିବେ। 2024 ଜୁଲାଇ 1 ତାରିଖ ସୁଦ୍ଧା ହିତାଧିକାରୀଙ୍କ ବୟସ 21 କିମ୍ବା ତାଠାରୁ ଅଧିକ ହୋଇଥିବ କିନ୍ତୁ 60 ବର୍ଷରୁ କମ୍ ହୋଇଥିବ ସେହି ମହିଳାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବ ବୋଲି କୁହାଯାଉଛି। ତେବେ କାଳିଆ ଯୋଜନା ଟଙ୍କା ବଦଳରେ ଏବେ ମିଳିବ ସିଏମ୍ କିଷାନ ଟଙ୍କା। ଆସିଲା ସବୁଠାରୁ ବଡ଼ ଅପଡେଟ୍।
ଆଉ ମିଳିବନି କାଳିଆ ଟଙ୍କା। ଓଡ଼ିଶାରେ ନୂଆ ସରକାର ଗଠନ ପରେ ଏହାକୁ ବନ୍ଦ କରି ନୂଆ ଯୋଜନା ଲାଗୁ କରାଯାଇଛି। ଅର୍ଥାତ୍ କୃଷକମାନଙ୍କୁ କାଳିଆ ଟଙ୍କା ମିଳିବନି। ବରଂ ତା ବଦଳରେ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ମିଳିବ। ତେବେ ସିଏମ୍ କିଷାନ ଯୋଜନାରେ ନୂଆଖାଇ ଅବସରରେ ଆସିବାକୁ ଯାଉଛି ଟଙ୍କା। ସେପ୍ଟେମ୍ବର 8 ତାରିଖରେ ନୂଆଖାଇ ପଡ଼ିବ। ଏହି ଅବସରରେ କୃଷକମାନଙ୍କୁ ମିଳିବ ଟଙ୍କା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ପୂର୍ବତନ ସରକାର କୃଷକ ଆର୍ଥିକ ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ। କାଳିଆ ଯୋଜନା ଦୁଇଟି କିସ୍ତିରେ ଆସୁଥିଲା 2 ହଜାର ଟଙ୍କା 4,000 ମିଳୁଥିଲା। ତେବେ ବନ୍ଦ ହୋଇ ଏବେ କିଷାନ ଯୋଜନା ମିଳିଛି। ଯାହା କେତେ ଟଙ୍କା ମିଳିବ ଏନେଇ ଅପଡେଟ୍ ହୋଇନାହିଁ। କିନ୍ତୁ ମାନେ କାଳିଆ ଯୋଜନାଠୁ ଅଧିକ ମିଳିବ ବୋଲି କୁହାଯାଉଛି। ଆଉ ପ୍ରତ୍ୟେକ ଚାଷୀମାନଙ୍କ ଆକାଉଣ୍ଟକୁ ଡାଇରେକ୍ଟ ଆସିବ ବୋଲି କୁହାଯାଉଛି। ତେବେ ସବୁଠାରୁ ବଡ଼ ଖବର ଗଣା ହେବ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର 1978 ଲିଜ୍ ସହ ହେବ ମେଳ। ତେବେ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ କହିଛନ୍ତି 1978 ମସିହାରେ ରତ୍ନ ଅଳଙ୍କାର ତାଲିକା ସହ ବର୍ତ୍ତମାନ ତାଲିକାର ମେଳକୁ କରାଯିବ। ମାନେ ପୂର୍ବରୁ ଯାହା ଥିଲା ତାର କିଛି ନାହିଁ ଅଛି କି ନାହିଁ ସେ କଥା ସ୍ପଷ୍ଟ କରିବେ ସରକାର। ନିର୍ବାଚନ ବେଳେ ରତ୍ନ ଭଣ୍ଡାର ପ୍ରସଙ୍ଗ ହୋଇଥିଲା। ତେଣୁ ସରକାର ଆସିବା ପରେ ବିଜେପି ସରକାର ରତ୍ନ ଭଣ୍ଡାର କରିଛନ୍ତି। ଆଉ ଆଗକୁ ମଧ୍ୟ ଗଣତି ହେବ। ସେପଟେ ବିରୋଧୀ କହିଛନ୍ତି ଯେ ଶୀଘ୍ର ଗଣତି ମଣତି କରି ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର। ଆଉ ଶ୍ରୀଜୀଉ ରତ୍ନଭଣ୍ଡାର ଖୋଲି ସାରିଛନ୍ତି। ଆଉ ଆଗକୁ ହେବ ଅଳଙ୍କାର ଗଣତି। ଭିତର ଓ ବାହାର ଭଣ୍ଡାର ଅଳଙ୍କାର ଗଣତି କରିବେ ସରକାର। ତେବେ ରତ୍ନଭଣ୍ଡାର ପୂର୍ବ ଗଣତି ଅନୁସାରେ ଅଳଙ୍କାର ଅଛି ନା ନାହିଁ ସେ ନେଇ ସୁନିଶ୍ଚିତ କରିବେ ମଧ୍ୟ ସରକାର। ଶେଷ ଥର ପାଇଁ 1978 ହୋଇଥିଲା ଅଳଙ୍କାର ଗଣତି। ଆଉ 1978 ତାଲିକା ଅନୁସାରେ ଗଣତି କରାଯିବ। ପୁରୁଣା ସହିତ ବର୍ତ୍ତମାନ ତାଲିକାକୁ ମିଳାଯାଇ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ସ୍ପଷ୍ଟ କରିବେ ସରକାର। ଆଇନ ମନ୍ତ୍ରୀ କହିଛନ୍ତି ଯେ ଆଶା କରୁଛି 1978 ଯାହା ଥିଲା ଏବେ ଅଧିକ ଥିବ ମଧ୍ୟ କୁହାଯାଉଛି। କିନ୍ତୁ ତାଠାରୁ ଯେମିତି କମ୍ ନ ହୋଇଥାଏ ବୋଲି କୁହାଯାଉଛି। ସେହି ଅନୁସାରେ ମେଳ କରାଯିବ। ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଥିଲେ ନୂଆ ଗଣତି ସୂଚୀ ପୁରୁଣା ଗଣତି ସୂଚୀ ମଧ୍ୟ ମେଳ କରାଯିବ ବୋଲି। ତେବେ ପୁଣି ବଢ଼ିବ ପେଟ୍ରୋଲ ଆଉ ଡିଜେଲ ଦର। ଦକ୍ଷିଣ ଲେବାନନର ହିଜବୁଲ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି କାରଣରୁ ଅଶୋଧିତ ତୈଳ ମଧ୍ୟ ଦର ବୃଦ୍ଧି ପାଇଛି। ଗ୍ଲୋବାଲ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା $80କୁ ବୃଦ୍ଧି କରିଛି। ତେବେ ଏ ନେଇ ମଧ୍ୟ ଭାରତକୁ ମଧ୍ୟ ଆହୁରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ପାଖାପାଖି 5ରୁ 10 ଟଙ୍କା ହଠାତ୍ ବଢ଼ିପାରେ ବୋଲି କୁହାଯାଉଛି। ଆଉ ସବୁ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ମିଶାଇ ଏତିକି ଟଙ୍କା ବଢ଼ିବ ବୋଲି ଅନୁମାନ କରାଯାଉଛି। ତେଣୁ ଏବେଠୁ ସରକାର ଏ ନେଇ କିଛି ସୂଚନା ଦେଇନାହାନ୍ତି। ତଥାପି କହୁଛନ୍ତି ଯେ ମିନିମମ୍ 5 ଟଙ୍କା କିମ୍ବା 10 ଟଙ୍କା ହଠାତ୍ ବଢ଼ିଯାଇପାରେ ପେଟ୍ରୋଲ ଓ ଡିଜେଲ ଦର। ମମତାଙ୍କୁ କେନ୍ଦ୍ର ସରକାରଙ୍କର ପ୍ରଶ୍ନ, ଫାଷ୍ଟଟ୍ରାକ୍ କୋର୍ଟ ଅନୁମତି ଦେଇଛି ତ? ତେବେ ପଶ୍ଚିମବଙ୍ଗର କୋଲକାତା ଆର୍ଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରୁଛି। ଅନ୍ୟପକ୍ଷରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ଏନେଇ କେନ୍ଦ୍ର ସରକାର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଦୁଷ୍କର୍ମ ଓ ଶିଶୁ ନିର୍ଯାତନା ମାମଲାର ଶୁଣାଣି ପାଇଁ ପଶ୍ଚିମବଙ୍ଗରେ 123ଟି ଫାଷ୍ଟ-ଟ୍ରାକ୍ କୋର୍ଟ ଆବଣ୍ଟନ କରାଯାଇଛି, କେନ୍ଦ୍ର କହିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି କୁହାଯାଇଛି। ବାସ୍ତବରେ ମମତା ବାନାର୍ଜୀ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ କଠୋର ଆଇନ ଦାବି କରିଥିଲେ। ମମତା ବାନାର୍ଜୀ ଚିଠିରେ ଲେଖିଥିଲେ ଯେ ସାରା ଦେଶରେ ଦୁଷ୍କର୍ମ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପଲବ୍ଧ ତଥ୍ୟ ଅନୁଯାୟୀ ଅନେକ କ୍ଷେତ୍ରରେ ଦୁଷ୍କର୍ମ ସହିତ ହତ୍ୟା ମାମଲା ମଧ୍ୟ କରାଯାଏ। ତେଣୁ ଦେଶରେ ପ୍ରତିଦିନ 90ଟି ଦୁଷ୍କର୍ମ ମାମଲା ହେଉଛି, ଯାହାଦ୍ୱାରା ଦେଶର ବିଶ୍ୱାସ ଓ ବିବେକକୁ ଦୋହଲାଇ ଦେଉଛି। ଏହା ଶେଷ କରିବା ପାଇଁ ଆମର କର୍ତ୍ତବ୍ୟ, ଯାହା ମହିଳା ନିରାପଦ ଅନୁଭବ କରିବେ। ଏଭଳି ଲେଖିଥିଲେ। ଆଉ ଏହି ଆଇନ ନିଶ୍ଚିତ ଆରମ୍ଭ ହେଉ ବୋଲି ମମତା ବାନାର୍ଜୀ ମଧ୍ୟ ପ୍ରଶ୍ନ ପଚାରିଛନ୍ତି। ଏହି ମାମଲାରେ ଶୀଘ୍ର ନ୍ୟାୟ ପାଇବା ପାଇଁ ଏକ ଫାଷ୍ଟ-ଟ୍ରାକ୍ ପ୍ରତିଷ୍ଠା ପ୍ରସ୍ତାବିତ ଆଇନରେ ଏହାକୁ ବିଚାର କରିବା ଉଚିତ। ଏହି ଚିଠିରେ ଜବାବ ଦେଇ କେନ୍ଦ୍ର ସରକାର ମମତାଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ସବୁଠାରୁ ବଡ଼ ଖବର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ଦିନ ବିଜେପି ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ 15 ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପୂର୍ବାହ୍ନରେ 44 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ତାଲିକା 2 ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହାପରେ ତାଲିକାର ସଂଶୋଧନ କରି ପୁନଃ ପ୍ରକାଶ କରାଯିବ ବୋଲି କୁହାଯାଇଛି। ବିଜେପିର ପ୍ରଥମ ତାଲିକା ପୂର୍ବାହ୍ନ 10ଟାରେ ପ୍ରକାଶ ପାଇଥିଲା। ଆଉ ମଧ୍ୟାହ୍ନ 12ଟାରେ ଏହାକୁ ପ୍ରତ୍ୟାହାର କରି ନିଷ୍ପତ୍ତି ନିଆଯାଇଛି। ପରିବର୍ତ୍ତନ ସହିତ ନୂତନ ତାଲିକା ପ୍ରକାଶ ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର 2 ଘଣ୍ଟାର
ମଧ୍ୟରେ ତାଲିମ ପ୍ରତ୍ୟାହାର ହୋଇଯାଇଥିଲା। ମାତ୍ର ଅଧଘଣ୍ଟା ପରେ ନୂତନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ 15 ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ 3ଟି ପର୍ଯ୍ୟାୟରେ 44 ପ୍ରାର୍ଥୀଙ୍କ ନାମ ରହିଥିଲା, କିନ୍ତୁ ଏବେ 15 ଜଣଙ୍କ ନାମ ରହିଛି ବୋଲି କୁହାଯାଉଛି। ତେଣୁ ଏଇଭଳିଆ ଦେଶ ବିଦେଶର ପ୍ରତ୍ୟେକ ଦିନ ମୁଖ୍ୟ ଖବର ପାଇବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳ 5ଟାରେ ଆମ ଚ୍ୟାନେଲରେ ଆପଣମାନେ ମୁଖ୍ୟ ଖବର ପାଇପାରିବେ। ଜୟ ଜଗନ୍ନାଥ।